যজ্ঞতা তরতি শ্রেষ্ঠ স্ততদেবেতর জন সযত প্রমাণ করুত লোকন স্তদন বর্ততে। শ্রেষ্ঠ পুরুষ যুগে যুগে আসନ୍ତି, সেই জন্মগ্রহণ করে ଯାହା କିଛି ଶିଖେଇ ଦେଇ ଯାଆନ୍ତି, ସାଧାରଣ ମଣିଷ ତାକୁ ପରିପାଳନ କରେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ପୁଣି କହିଛନ୍ତି ମତ୍ କର୍ମ ପ୍ରଣୁ ମତ୍ ପରମ ମଦ୍ଭକ୍ତ ସର୍ବବର୍ଜିତ ନିର୍ଭୈର ସର୍ବଭୂତେଷୁ ଦଶ ମାନତି ପାଣ୍ଡବ। ମୋରି କର୍ମ କର, ମୁଁ ଯାହା ଯାହା କହୁଛି ତାହା ହିଁ କର୍ମ କର ଏବଂ ମୋତେ ଶ୍ରେଷ୍ଠ ବୋଲି ଭାବ ଏବଂ ମୋର ଜୀବନର ଯାହା କିଛି ତୁମେ ଉପଲବ୍ଧି କରୁଛ ତାହା ଜୀବନରେ ଫୁଟେଇ ତୋଳ। ତାହାରି ଭିତରେ ଦେଇ ତୁମେ ଜୀବନର ସାଧୁର୍ଯ୍ୟ ମୁକ୍ତି ଲାଭ କରିବ। ଏହା ନହେଲେ ତୁମ ଜୀବନରେ ଗତିପଥ ପୁରା ଓଲଟା ହେଇଯିବ। ସେଥିପାଇଁ ସେଦିନ ଏ କଥାଟି ନେମାଳ ସେଦିନ କହୁଥିଲେ ମନେ ପଡ଼ିଯାଉଛି। ପୂଜ୍ୟପାଦ ବର୍ଦ୍ଦା ମାଆଙ୍କୁ ଧରିକିରି ଆସିଥାନ୍ତି ଠାକୁରଙ୍କ ଦେହ ରଖିବା ପରେ, ଗୌଡ଼ୀୟ ମଠରେ ଥାଆନ୍ତି। ଗୌଡ଼ୀୟ ମଠର ସନ୍ନ୍ୟାସୀମାନେ ଆସି ବର୍ଦ୍ଦାଙ୍କୁ ପଚାରୁଛନ୍ତି ଜୀବନର ଲକ୍ଷ୍ୟ କ'ଣ? ନା ଜୀବନର ଲକ୍ଷ୍ୟ ହେଉଛି ଇଷ୍ଟ ପ୍ରତିଷ୍ଠା। ସେମାନଙ୍କର ଇଷ୍ଟ ପ୍ରତିଷ୍ଠା କେମିତି ହେବ? ନା ଇଷ୍ଟ ଯାହା ଭିତରେ ପ୍ରତିଷ୍ଠିତ ହୋଇଛନ୍ତି, ତାଙ୍କ ସମସ୍ତ ଗୁଣ ରାଜି ଚାଲିଚଳନ ଯାହା ଭିତରେ ସବୁ ସେ ମଙ୍ଗଳର ମୂର୍ତ୍ତି ଯିଏ, ମଙ୍ଗଳର ସ୍ୱରୂପ ଯିଏ, এইଗୁଡ଼ିକ ଯାହା ଭିତରେ ପ୍ରତିଷ୍ଠିତ ହୋଇଛି ତାଙ୍କୁ ଯଦି ଆମେ ଅନୁସରଣ କରିବା ତାହେଲେ ଆମେ ଠିକ୍ ଠିକ୍ ଭାବରେ ଇଷ୍ଟ ପ୍ରତିଷ୍ଠା କରିବା ଏବଂ ଜୀବନ ସଫଳ ହୋଇ ଉଠିବ। ବର୍ଦ୍ଦା କହିଲେ ଆମେ ମଣିଷ ହେଇକି ଜନ୍ମଗ୍ରହଣ କରୁଛେ, ଆମେ ଇଷ୍ଟ ପ୍ରତିଷ୍ଠା କରିବାକୁ ଯାଏ ଆମେ ଭାବୁ ଆମେ ଯଦି କିଛି କରିପାରିଲେ, କିଛି ଗୋଟେ ଆମେ ଭଲ ହେଇଗଲେ ଆମେ ଭାବୁ ଆମେ ବି ଗୋଟେ ଗୋଟେ ଇଷ୍ଟ। କିନ୍ତୁ ତାହା ନୁହେଁ, ଭକ୍ତ କଦାପି ଚାହେଁନି ସେ ନିଷ୍ଠ ହେବା ପାଇଁ। ଚିନି ଖାଇ ଖାଇ ଆମେ ଯଦି ଚିନି ହେଇଯିବା ଆମେ ଉପଭୋଗ କରିପାରିବାନି। ତେଣୁ ଭକ୍ତ ହେଇକି ସଦାସର୍ବଦା ସେ ଇଷ୍ଟଙ୍କୁ ଉପଭୋଗ କରିବାକୁ ଚାହେଁ। এইটা ହେଉଛି ପ୍ରକୃତ ଆନନ୍ଦ, এইଟା ହେଉଛି ତା ଜୀବନର ଏକମାତ୍ର ଉଦ୍ଦେଶ୍ୟ, ଇଷ୍ଟଙ୍କର କଥା ପରିପାଳନ କରି ଆନନ୍ଦ ପାଇବା। ଆମେମାନେ ସମସ୍ତେ ଆସେ ସେ ଆନନ୍ଦ ପାଇବା ପାଇଁ। ଠାକୁର ହେଉଛନ୍ତି ପୁରୁଷୋତ୍ତମ ହେଉଛନ୍ତି ବୈଶିଷ୍ଟ୍ୟ ଭଳିଆ ଅପୂର୍ବମାନ ସର୍ବଶକ୍ତିମାନ ଏବଂ ସେ ବୈଶିଷ୍ଟ୍ୟ ମାଫିକ ସମସ୍ତଙ୍କୁ ସେ ତାଙ୍କର ଉତ୍ତୋଳନ ଦିଗରେ ଆଗେଇ ନେବାକୁ ଚେଷ୍ଟା କରନ୍ତି। ସେଦିନ ଆପଣମାନେ ସମସ୍ତେ ଜାଣିଥିବେ କାଳୀଷଷ୍ଠୀ ମାର ପୁଅ ସିଏ ଭାରି ରାଗି। ଦିନେ ସକାଳୁ କ'ଣ କରୁଛି, ବାହାର ପଟ ତାଲା ପକେଇ ଚାବି ପେନ୍ଥାକ ଧରିକିରି ବୁଲୁଛି। କାଳେ କାଳୀଷଷ୍ଠୀ ମା ଚାଲି ଆସିଛି ବାହାରକୁ କୌଶଳ କ୍ରମେ। ଆଚ୍ଛା ଠାକୁର ସମସ୍ତେ କି ନିତ୍ୟକର୍ମ ସାରିନାହାନ୍ତି, ସେ ସନ୍ତୋଷ ଚାବି ପେନ୍ଥାଟା ଧରିକିରି ବୁଲୁଛି, ଦେଉନି, ଆଉ ଭୀଷଣ ଭାବରେ ଗାଳି ଗୁଲଜ କରୁଛି। ଠାକୁର କହିଲେ ତାକୁ ଡାକ। ସେଠି ବୁଲୁଥିଲା ତାକୁ ଡାକିଲା ବେଳକୁ ଯେମିତି ଠାକୁର କହିଲେ କିରେ ଯେଉଁ ଚେରି ଗଛ ଗୁଡ଼ାକ ଅଛି ଦେଖିନି ସେଗୁଡ଼ା ସବୁ କେମିତି ଲାଗୁଛି। ସେଠୁ ଇଏ ଗଲା ଗୋଟେ ଦିଟା ଚେରି ଫଳ ଖାଇଛି କି ନାହିଁ ଆଣିକିରି କହୁଛି ଠାକୁର ମୋ ମାଆକୁ ଦିଅନ୍ତୁ, ଏ ଚାବିଟା ଦିଅନ୍ତୁ, କହି ତା ମାଆ ପାଖକୁ ଚାବିଟା ଦେଇଦେଲା। ଏଇ ଯେଉଁ କୌଶଳ, ଚେରି ଫଳଟା ଖାଇଲା ତାର ମାନସିକ ପରିବର୍ତ୍ତନ କେମିତି ହେଲା? ସେଇ ଯେଉଁ ବୈଶିଷ୍ଟ୍ୟ ଦେଖିକିରି ଠାକୁର ପ୍ରତ୍ୟେକ ମଣିଷ ଭିତରେ ଯଦି ଜ୍ଞାନର ଉଦ୍ଭୋଜିତ କରନ୍ତି, ତାର ଭିତରେ ଯେଉଁ ସବୁ ଦୁର୍ବଳତା ଥାଏ ତାକୁ ଦୂରୀଭୂତ କରନ୍ତି, ଏଇଟା ସହଜ ସରଳ ଭାବରେ ଆସିବନି। ସେଦିନ ଆପଣମାନେ ସମସ୍ତେ ଜାଣିଥିବେ ରମଣ ସାର ମାଆ ଠାକୁର ତାକୁ ସେ ବହୁତ ଭାବନାରୁ ଆସି ତାର ମାନସିକ ବିକୃତି, ଠାକୁର ତାକୁ ସୁନ୍ଦର ଭାବରେ ବିଭିନ୍ନ ରକମ ଖାଦ୍ୟ ଯୋଗାନ ଦିଅନ୍ତି ଏବଂ ସେ ପ୍ରବଳ ଭାବରେ କ୍ଷୁଧାତୁର ପ୍ରବଳ ଭାବରେ ସେ ଖାଏ। ଦିନେ କ'ଣ ହେଇଛି, ଠାକୁର ଅନ୍ୟ ବିକୃତି ଅନ୍ୟ ମାଆ ମାନଙ୍କୁ କହନ୍ତି ତାକୁ ସଦାବେଳେ ଚିଡ଼େଇବ, ଯେତେ ତାକୁ ଚିଡ଼େଇବ ମୁଁ ତାର ସେତେ ମାନସିକ ବିକୃତି ଦୂରୀଭୂତ ହୋଇଯିବ, ଅନ୍ୟମନସ୍କ ରହିବ। ସେଦିନ ତିତିର୍ଦି ଏବଂ ସେଇ ରମଣ ସାର ମା ତାଙ୍କ ଭିତରେ ଏମିତି ଝଗଡ଼ା ଲାଗିଗଲା। ସେଠୁ ରମଣ ଶର୍ମା ତାକୁ ଏମିତି କ'ଣ କହିଦେଲା ଯେ ତିତିର୍ଦି ରାଗିକିରି ତାକୁ ମାଡ଼ି ବସିକି ତାର ମୁହଁରେ ଦିଖୁଣ୍ଡା ପକାଇଦେଲା। ତାର ଗୋଟେ ଦାନ୍ତ ଭାଙ୍ଗିକିରି ଧରଧର ମାନେ ରକ୍ତ ଗଡ଼ିଲା। ଠାକୁର ସେଠୁ ଏ କଥା ଶୁଣି ଯାଇ ଠାକୁର କହିଲେ ଠାକୁର ମୋତେ ତିତିର୍ଦି ମାରିକି ମୋ ଦାନ୍ତ ଭାଙ୍ଗି ଦେଇଛି। ଏ କଥା ଶୁଣି ଠାକୁର ପୁରା ରାଗିଗଲେ, ତୁ ତାର ଦାନ୍ତ ଭାଙ୍ଗିଦେଲୁ ଆଉ କିଛି ପାଇଲୁନି? ତତେ ମୁଁ କହିଥିଲି କ'ଣ ମାରିବା ପାଇଁ ତମମାନଙ୍କୁ? ତମମାନେ ଏଇଠି ମୋ ପାଖରେ ରହି ଯଦି ଏଇଭଳି ଭାବରେ କର୍ମ କରିବ, ମୋ ପାଖରେ ତମେ ରହିକି ଶିଖିଲ କ'ଣ? ସେଠୁ ଏ କଥା ଶୁଣି କହିଲେ ଠାକୁର ମୋର ଭୁଲି ଯାଇଛି। ଇଏ କି ଭୁଲ, ଏମିତି ଭୁଲ ମାରିଦେଲେ ହେଇଯିବ? ତାର ରକ୍ତ ବୋହିଯାଉଛି, ସେଇ ଯେଉଁ ରକ୍ତ ସେତିକି ତୁ ଦେଇପାରିବୁ ତାକୁ? ରକ୍ତ ତାକୁ ମାରିଦେଲୁ? ଏହା କହିକି ଠିକ୍ ଏଠୁ କହୁଛନ୍ତି ଠାକୁର ମୋର ଭୁଲ ହେଇଛି, ମୋତେ କ୍ଷମା କରନ୍ତୁ। ଯେତେ କହିଲେ ଠାକୁର ଜଣକୁ କହିଲେ ସେ ଯେଉଁ ଜଣକୁ କହିଲେ ସେ ପୁରା ବିରାଟ ବଡ଼ ଗୋଟେ ଥାଳିରେ ବିଭିନ୍ନ ରକମ ଫଳମୂଳ ଆଣିକିରି ପୁରା ସୁପିକୃତ ଆକାରରେ ଗୋଟେ ବାରଣ୍ଡା ରଖିଦେଲେ। କହିଲେ ତାକୁ ଖାଇବୁ। ଏ ତିତିର୍ଦିକି କହିଲେ, ସିଏ ଗୋଟେ ଦେଖିକିରି କହିଲା ଖାଇବା ପାଇଁ ମୁଁ ମାଡ଼ ମାରିଲି, ଅର୍ଥାତ୍ ମୋତେ କହୁଛନ୍ତି ଖାଇବା ପାଇଁ। ଜଣେ ଯାଇକି ଦେଖିଲା ସେସବୁ ଗୋଟେ ଥାଳିରେ ଠାକୁର ଏଗୁଡ଼ା ଏତେ ଖାଇପାରିବେନି ନା, ମାରିଲା ବେଳକୁ ତ ବେଶ ମାରି ପକାଇଲୁ, ଖା ଜବରଦସ୍ତ ଖା। ଅଧା ଖାଇଲା, ଅଧା ଖାଇସାରିଲା ପରେ ଠାକୁର ଆଉ ଖାଇପାରିବେନି ନା, ଜବରଦସ୍ତ ତୋତେ ଖାଇବାକୁ ପଡ଼ିବ। ସବୁଯାକ ଖାଇଛି ଆଡ଼େ ଦେଖିଲେ ଆଖିରୁ ଲୁହ ଝରୁଛି, ତାର ଭିତରେ ଏତେ ଅନୁତାପ ଆସେ ସେ ଆଖିରୁ ତାର ଲୁହ ଝରୁଛି। ସମସ୍ତେ କହିଲେ ଠାକୁର ସେ ବହୁତ କାନ୍ଦିଲାଣି। ନା କାନ୍ଦୁ, ଆହୁରି ସେ କାନ୍ଦୁ, ଯେତେ କାନ୍ଦିବ ତା ଭିତରେ ମଳିନତା ସେତେ ଧୌତ ହୋଇଯିବ। ଠାକୁରଙ୍କର ହେଉଛି ଏ ପ୍ରକ୍ରିୟା। ଏ ପ୍ରକ୍ରିୟା ଭିତରେ ଆମେ କଶ୍ମୀର କାଳେ ସହଜରେ ବୁଝିପାରିବାନି। କାର୍ଯ୍ୟକାରଣ ସମନ୍ୱିତ ହେଇକି ସେ ସବୁ କିଛି
କରିପାରନ୍ତି ଏଇଟା ଆମେ ସହଜ ସରଳ ଭାବରେ ଜାଣିପାରିବାନି। ଆଶ୍ରମର ଯୁବକମାନେ ଗୋଟେ କର୍ମୀକି ତାଙ୍କୁ ମାରିଛନ୍ତି, କୌଣସି କାରଣବଶତଃ ତାଙ୍କୁ ମାରଧର ହେଇଛି, ଏଭଳି ଭାବରେ ମାରିଛନ୍ତି ତା ପିଠି ପିଠି ସବୁ ଦାଗ ଫାଗ କଳା ଦାଗ ହେଇଯାଇଛି ଏବଂ ରକ୍ତ ଛିଟା ବି ରକ୍ତର ଦାଗ ବି ହେଇଯାଇଛି। ଅପରାହ୍ନ ବେଳ ଠାକୁରଙ୍କ ପାଖରେ ଆସିବ, ଠାକୁର ମୋତେ ଏମାନେ ସବୁ ମାରିଲେ 8-10 ଜଣ ଯୁବକ। ଠାକୁର ଏକ ଶୁଣିଲେ ଚମକି ପଡ଼ିଲେ, ଆଉ ଯାହା ଉଠିକି ମାନେ ଟିକେ ବିଶ୍ରାମ ନେଇଥିଲେ ଉଠିକିରି ବସିକିରି କହିଲେ, ଆଶ୍ରମର ଭ୍ରାତାମାନେ ପ୍ରତ୍ୟେକ ନିଜର ରକ୍ତ ସମ୍ପର୍କ ଭଳି, ମୋତେ ସେମାନେ ପିତା ଭଳି ଭାବନ୍ତି, ମୁଁ ତାଙ୍କର ପିତା, ଆଉ ମୋର ଗୋଟେ ସନ୍ତାନକୁ ଏଭଳି ଭାବରେ ଅନ୍ୟ ଭାଇମାନେ ମାରିବାଟା ଏଇଟା କ'ଣ ଠିକ୍ ହେଇଛି? ଏଇଟା କଶ୍ମୀର ଠିକ୍ ହେଇନି। ପୁରା ଗମ୍ଭୀର ହୋଇ ବସିଗଲେ। ଠାକୁରଙ୍କର ଗମ୍ଭୀର ଶୁଣିକି ଯେଉଁମାନେ ମାରିଥିଲେ ସେମାନେ ଆସି ବିତସ୍ତ୍ରସ୍ତ ହୋଇ ଠାକୁରଙ୍କ ପାଖରେ କ୍ଷମା ମାଗିଲେ, ଠାକୁର ଆମର ଭୁଲ ହେଇଯାଇଛି। ନା ମାଡ଼ ମାରିବାକୁ ଏ କଥା ଚିନ୍ତା କଲନି ଯେ ଆଉ ଯେଉଁଭଳି ଭାବରେ ମାରିଲେ ଏମିତି କ'ଣ ମାରାଯାଏ? ଗୋଟେ ମଣିଷକୁ ଦେଖିଲେ ତାର କେମିତି କଳା ଛିଟିଆ ପଡ଼ିଯାଇଛି, ରକ୍ତର ଦାଗ ପଡ଼ୁଛି, ଏମିତି କ'ଣ ମରାଯାଏ? ଏଇଟା ତ ମାନେ ପଶୁର କାମ। ଏମିତି ସେମାନେ କହିଲେ, ଠାକୁର ଆମର କ୍ଷମା ହେଇଯାଏ, କ୍ଷମା କରନ୍ତୁ, ଆମର ଭୁଲ କରନ୍ତୁ, ଆମର ଯେତେ ଯାହା ଦଣ୍ଡ ଦେବେ ଦିଅନ୍ତୁ। ଠାକୁର କହିଲେ ଏଇଠି ଇଏ କ'ଣ ଦଣ୍ଡ ଦେବି? ଯେଉଁମାନଙ୍କୁ ନା ଠାକୁର ଆମେ ପ୍ରାୟଶ୍ଚିତ କରିବୁ, ନା କି ପ୍ରାୟଶ୍ଚିତ କରିବୁ? ନା ଠାକୁର ଆମେ ନିଶ୍ଚିତ ଭାବରେ ପ୍ରାୟଶ୍ଚିତ କରିବୁ ନା। ଯଦି ଆଜି ରାତି ପାଇବେ ସେମାନେ ପ୍ରାୟଶ୍ଚିତ ନ କର, ତାହେଲେ ମନେ ରଖ ମୁଁ ନିଜେ ହିଁ ପ୍ରାୟଶ୍ଚିତ କରିବି। ଠାକୁରଙ୍କ ପ୍ରାୟଶ୍ଚିତ କଥା ଶୁଣିକିରି କେଷ୍ଟଦ ଏବଂ ବଡ଼ଦା ମଧ୍ୟ ଚାଲି ଆସିଲେଣି। ଆଉ ସେ ଠାକୁରଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଠାକୁର କିଛି ବୁଝୁନାହାନ୍ତି। ନିଜର କହିଲେ ତୁମେ ମାନେ ସକାଳ ସୁଦ୍ଧା ଯଦି ପ୍ରାୟଶ୍ଚିତ ନ କରିବ ତାହେଲେ ମୁଁ ସୂର୍ଯ୍ୟ ଉଦୟ ପୂର୍ବରୁ ମୁଁ ପ୍ରାୟଶ୍ଚିତ କରିବି। କାରଣ ଠାକୁରଙ୍କୁ ସମସ୍ତେ ଜାଣିଛନ୍ତି, ଯେମିତି ଦଶରଥ ଗୋସ୍ୱାମୀ ଯେ 4-15 ମାଲା ଠାକୁର ନଦୀ ଭିତରୁ ଝମ୍ପ ଦେଇଥିଲେ ଯେ ହିମାୟୀ ଠାକୁରଙ୍କ ଯେଉଁ ଭକ୍ତ ଗୁଟେ ମାରେ, ମୁଁ ସେ ଯେଉଁ ଆଶ୍ରମରେ ସେ ଆଶ୍ରମରେ ମୁଁ ରହିବିନି। ଏ କଥା ସମସ୍ତେ ପୁରା ଛାନିଆ ହେଇଗଲେ। ବଡ଼ଦା ଏବଂ ଆସିକି ବୁଝଉଛନ୍ତି ସେ ଯେଉଁ ଭାଇଟି ମାଡ଼ ଖାଇଥିଲା, ଯେ ଠାକୁର ପାଖରେ ଯାଇ କହ ଯେ ଠାକୁର କ୍ଷମା କରିଦେବେ ସେମାନଙ୍କୁ। ଠାକୁରଙ୍କ ପାଖରେ ଯାଇ ସେ ନତଦାନ ହେଇକିରି ଠାକୁର ସେମାନଙ୍କୁ କ୍ଷମା କରିଦିଅନ୍ତୁ, ଯାହା ହେଇଗଲା ହେଇଗଲାଣି। ଆଉ ତୁ ମହତ ହେଇପାରୁ, କିନ୍ତୁ ମୁଁ ମହତ ନୁହେଁ, ମୁଁ ତୋ ଭଳି ଏତେ ବଡ଼ ହେଇପାରେନି, ତାଙ୍କୁ କ୍ଷମା କରିଦେବି। ତା ଭିତରେ ଜଣେ କହିବ, ଠାକୁର ଆମ ଯେଉଁ ହାତରେ ମାରିଛ ସେ ହାତକୁ ଆମେ କାଟିଦେବୁ। ଠାକୁର ସେସବୁ ମନା କରିପାରିବନି, କଟାକଟି ଯାହା ତ ମାରିଲେ କ'ଣ ତମ ହାତ କାଟିକି ପ୍ରାୟଶ୍ଚିତ କରିବ? ଏଇଟା କ'ଣ ପ୍ରାୟଶ୍ଚିତ? ନା ଠାକୁର ଆମର ଯେଉଁ ଦଣ୍ଡ ଦେବେ ଆମେ ସହିପାରିବୁ, ଆମେ ସେ ଦଣ୍ଡ ନେବୁ। ଠାକୁର କଶ୍ମୀର କାଳେ ସେଗୁଡ଼ା ସବୁ କିଛି ଶୁଣୁନାହାନ୍ତି। ୟାର ଭିତରେ ମାୟା ମାସିମା ବସିଥିଲା। ଆ ଭିତରେ ଠାକୁରଙ୍କ ଯେଉଁ ଝାଳ ଗମ ଗମ ବହିଗଲାଣି, ରାଗି ଯାଇଛନ୍ତି। ଦେଖିଲେ ମାୟା ମାସିମା ଦେଖିଲେ କିଛି ଉପାୟ ନ ପାଇ ସେ ପିଲାମାନଙ୍କୁ ଗଲା, କାହା କାନ ମୋଡ଼ିଲା, କାହାର ପିଠିରେ ବିଧା ଦେଲା, କାହା ହାତ ମୋଡ଼ିକିରି ଶକ୍ତ ଚଟକଣି ମାରିଲା। ଏମିତି ମାରିଲା। ଠାକୁର କହିଲେ, ହେ ମାୟା ତୁ କ'ଣ କରୁଛୁ ଏସବୁ? ଏ ମାୟା ମାସି ତୁ ଏସବୁ କ'ଣ କରୁଛୁ? ସେଠୁ ମାରି ସାରିଲା ପରେ ଯେମିତି ଆସି ବସିଗଲା, ତୁ ମାରିଦେଲୁ, ମୋର ରାଗ ଶାନ୍ତ କରିଦେଲୁ, କିନ୍ତୁ ଏଇଟା ଭଲ କରିଦେଲୁ। ମୁଁ ଯେଉଁ ପ୍ରାୟଶ୍ଚିତର କଥା କହିଥିଲି ମୁଁ ଆଉ ପ୍ରାୟଶ୍ଚିତ କରିପାରିବିନି। ଏ କଥା ଶୁଣିଲା ପରେ ବଡ଼ଦା ଏବଂ ଯାହା ହଉ ଠାକୁର ଆଉ ତାଙ୍କ ରାଗ ଶାନ୍ତ ହୋଇଗଲା, ଆଉ କିଛି ସେ କରିବେନି। ତାପରେ ଠାକୁର ସମୟରେ କହୁଛନ୍ତି ସେ ପିଲାମାନଙ୍କୁ, ଯା କେଷ୍ଟଦା ପାଖକୁ, ସେ ଯେଉଁ ପ୍ରାୟଶ୍ଚିତ କହିବେ ତାହା ହିଁ ତୁମେ କରିବ, ଆଉ ନ କରିଲେ ତୁମ କଦାପି କ୍ଷମା ନାହିଁ, ତୁମର ପାପର ପ୍ରାୟଶ୍ଚିତ ହେବନି। ସେମାନେ କହିଲେ ସନ୍ତର୍ପଣ ବ୍ରତ କରିଲେ, ସନ୍ତ ପରିପାଳନ କରିବେ। ଏହା ଭିତରେ ଦେଇ ଠାକୁର ଶିଖେଇ ଦେଉଛନ୍ତି କ'ଣ? ଆମେ ସମସ୍ତେ ଗୁରୁ ଭ୍ରାତା, ଆମ ଭିତରେ ସେ ଅନ୍ତର ସମ୍ପର୍କ ରହିବ। ସେ ଏକ ନାମ ଆମ ଭିତରେ ଜପ ଚାଲିଛି, ପ୍ରତ୍ୟେକ ଆମେ ସେ ଏକ ନାମ ଜପି ଚାଲିଛେ। ତେଣୁ ଆମେ ଯେଉଁ ଅସ୍ତିତ୍ୱର ଧାରକ ବାହକ ପୋଷକ ରୂପେ ପରମ ପିତା ଆସିଛନ୍ତି, ଆମେ ମଧ୍ୟ କ'ଣ ସେତିକି ଗୁଣ ଆଜି ଆମେ ଆହରଣ କରିପାରିବାନି? ଆମ ଭିତରେ କ'ଣ ସେତିକି ଭଲ ପାଇବା ଆସିବନି? ଆମେ କ'ଣ ସେ ଏକାନ୍ତ ଭାବରେ ଠାକୁର କହିପାରିବାନି? ସେଇଥିପାଇଁ ଠାକୁର କହିଲେ ଆମମାନେ କେହି ସ୍ୱର ଅଧୀନ ନୁହେଁ, ଆମେ ବୃତ୍ତି ପ୍ରବୃତ୍ତିର ଅଧୀନ। ବୃତ୍ତି ପ୍ରବୃତ୍ତିର ଯେହେତୁ ଅଧୀନ, ସେଥିପାଇଁ ଆମେ ପରସ୍ପର ଭିତରେ ବିଭେଦ ଦେଖୁଛେ, କେହି କାହାର ଆମେ ନିଜର ନୁହେଁ। ଯଦି ସ୍ୱର ଅଧୀନ ହୋଇଯିବା, ଯେ ଅସ୍ତିତ୍ୱ ଏକ୍ଜିଷ୍ଟେନ୍ସ ଯେଉଁ ଚାହୁଁଛି ସେ ସଦା ସର୍ବଦା ଚାହେଁ ତାର ସୁପରିୟର ଟେନସନ୍ ତା ସହିତ ଯୁକ୍ତ ହେବା ପାଇଁ। ଆମେ ଯେତେବେଳେ ସୁପରିୟର ଟେନସନ୍ ସହିତ ଯେ ଉନ୍ନତଟା ତାଙ୍କ ସହିତ ଯଦି ଯୁକ୍ତ ରହିଲୁ, ତାହେଲେ ଆମ ବୃତ୍ତି ପ୍ରବୃତ୍ତି ଗୁଡ଼ିକ ଆମେ ସବୁ ଲାଭ କରିପାରିବେନି। ସେତେବେଳେ ଆମର ସତ୍ତା ଡିସଇଣ୍ଟିଗ୍ରେଟେଡ୍ ହୁଏନି। ଯେଉଁ ସର୍ଭମ୍ୟାନ୍ ଯେ ଇଣ୍ଟିଗ୍ରେଟେଡ୍ ପର୍ସନାଲିଟି, ତାଙ୍କ ସହିତ ଆମେ ଯୁକ୍ତ ହୋଇଯିବା, ତାଙ୍କ ସହିତ ଯୁକ୍ତ ହୋଇଥାଉ। ସେଥିପାଇଁ ଆମ ଜୀବନରେ ଆଉ କାଳିମା ଆସେନି କି ବୃତ୍ତି ପ୍ରବୃତ୍ତି ବୃତ୍ତି ପରବର୍ତ୍ତୀ, କାରଣ ଏମିତି ହେଇଥାଏ ଯେ ତାଙ୍କୁ ସଦା ସର୍ବଦା ପ୍ରତିଷ୍ଠା କରିବାକୁ ଆମେ ଉଦ୍ଗ୍ରୀବ ହୋଇ ଉଠୁ। ସେଥିପାଇଁ ଠାକୁର କହିଲେ, ମୁଁ ଚାହେଁ